କାଶ୍ମୀର ଚିଙ୍ଗୁଡ଼ି ତରକାରୀ। ଆବଶ୍ୟକ ସାମଗ୍ରୀ 1 କିଲୋ ବଡ଼ ବା ମଧ୍ୟମ ଆକାରର ଚିଙ୍ଗୁଡ଼ି, 3 ଚାମଚ ପୋସ୍ତ, କାଜୁ 10ଟି, ପାନମହୁରି ଅଧ ଚାମଚ, ଅଦା 2 ଇଞ୍ଚ ଲମ୍ବର ଖଣ୍ଡେ, କଞ୍ଚା ଲଙ୍କା 4ଟି, ଶୁଖିଲା ଲଙ୍କା 4ଟି, ଲାଲ ବିଲାତି ବାଇଗଣ 2ଟି, ନଡ଼ିଆ ଫାଳେ, କ୍ୟାପ୍ସିକମ୍ 4ଟି, ପିଆଜ 2ଟି, କସୁରୀ ମେଥି 1.5 ଚାମଚ, ଲୁଣ, ହଳଦୀ, ସୋରିଷ ତେଲ 100 ଗ୍ରାମ, ଧନିଆ ପତ୍ର। ପ୍ରସ୍ତୁତି ପ୍ରଣାଳୀ: ଚିଙ୍ଗୁଡ଼ିକୁ ଚୋପା ଛଡ଼େଇ ଭଲ ଭାବରେ ଧୋଇ ଲୁଣ ହଳଦୀ ଗୋଳେଇ 50 ଗ୍ରାମ ତେଲରେ ଭାଜି ନିଅନ୍ତୁ। ମସଲା ପାଇଁ ପୋସ୍ତ, କାଜୁ, ପାନମହୁରି, ଅଦା, ଫାଳେ ନଡ଼ିଆ କୋରା, ଶୁଖିଲା ଲଙ୍କା ଏବଂ ବିଲାତି ବାଇଗଣ ଭଲ ଭାବରେ ବାଟି ନିଅନ୍ତୁ। ଗ୍ରାଇଣ୍ଡରରେ ବାଟିଲେ ଭଲ ଚିକଣ ହୋଇ ବାଟି ହେବ। ଏବେ ଗରମ କଡ଼େଇରେ 25 ଗ୍ରାମ ତେଲ ଗରମ କରି ଜିରା, ଫୁଟଣ ଏବଂ ତେଜପତ୍ର ପକାନ୍ତୁ। ତାପରେ ବଟା ମସଲା ସବୁକୁ ପକାଇ କଷନ୍ତୁ। କଡ଼େଇ କଡ଼ରୁ ଚଡ଼ଚଡ଼ ହୋଇ ତେଲ ଦେଖାଗଲେ ଜାଣିବେ ମସଲା ଠିକରେ କଷି ହୋଇଗଲା ବୋଲି। ଏବେ ଚିଙ୍ଗୁଡ଼ିକୁ ପକାଇ ଆଉ ଟିକେ କଷନ୍ତୁ। କଷା ହୋଇଗଲା ପରେ 2 କପ୍ ଗରମ ପାଣିରେ ଫୁଟାନ୍ତୁ। ଏହା ଫୁଟିବା ମଧ୍ୟରେ ଆଉ ଏକ କଡ଼େଇରେ 1 ସେଣ୍ଟିମିଟର ସ୍କୋୟାର ସାଇଜର କ୍ୟାପ୍ସିକମ୍ ଏବଂ ପିଆଜ ଖଣ୍ଡ, ଛୋଟ କଞ୍ଚା ଲଙ୍କା 25 ଗ୍ରାମ ତେଲରେ ଚୁଲି ଜୋରରେ ଜଳାଇ ଭାଜି ନିଅନ୍ତୁ। ଯେପରି ବେଶୀ କଡ଼ା ନ ହେବ ଧ୍ୟାନ ଦିଅନ୍ତୁ। ଏବେ ଏହି ଭଜାକୁ ଚିଙ୍ଗୁଡ଼ି ତରକାରୀ ଉପରେ ପକାଇ ଗୋଳେଇ ଦିଅନ୍ତୁ। କସୁରୀ ମେଥି ଓ ଧନିଆ ପତ୍ର ପକାଇ ସଙ୍ଗେ ସଙ୍ଗେ କଡ଼େଇକୁ ଆଞ୍ଚରୁ କାଢ଼ି ଗୋଳେଇ ଦିଅନ୍ତୁ। ଲାଲ ତରକାରୀରେ କ୍ୟାପ୍ସିକମ୍, କଞ୍ଚା ଲଙ୍କା ଏବଂ ପିଆଜ ଯେପରି ଖଣ୍ଡ ଖଣ୍ଡ ବାହାରକୁ ଦେଖାଯିବ, ସେହିପରି ସଜେଇ ଗରମ ଗରମ ପ୍ଲେଟରେ ବାଢ଼ି ଦିଅନ୍ତୁ। ହୋଇଗଲା କାଶ୍ମୀର ଚିଙ୍ଗୁଡ଼ି ତରକାରୀ।